ଭକ୍ତ ଯାଇଛି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ, କିନ୍ତୁ ସେ ଦର୍ଶନ ପାଇନାହିଁ। ଜ୍ୟେଷ୍ଠ ପୂର୍ଣ୍ଣିମାରେ 108 ଗରା ସୁନା କୂଅ ଜଳରେ ସ୍ନାନ କରିବା ପରେ ପ୍ରଭୁଙ୍କୁ ଜଗନ୍ନାଥଙ୍କୁ ଜ୍ୱର ହୋଇଛି। ପ୍ରଭୁ 14 ଦିନ ପାଇଁ ଅଣସର ଘରେ ଗୁପ୍ତ ସେବାରେ ଅଛନ୍ତି, ଯେଉଁଠି କାଳିଆ ସାଆନ୍ତଙ୍କର ଚିକିତ୍ସା ଚାଲିଛି। କାଳିଆ ସାଆନ୍ତଙ୍କର ଏ ଅବସ୍ଥା ଦେଖି ଭକ୍ତ କ'ଣ କହୁଛି? କଳା ସାଆନ୍ତେ ଅଛ କେମନ୍ତେ, ସୁଖ ଦୁଃଖ ବାରେ କୁହ। କଳା ସାଆନ୍ତେ ଅଛ କେମନ୍ତେ, ସୁଖ ଦୁଃଖ ବାରେ କୁହ। ମୁଁ ତୁମ ବନ୍ଧୁ ବୋଲି ଦେଖିବାକୁ ଆସିଥିଲି, ଶୁଣିଲି ଆପଣଙ୍କୁ ହୋଇଛି ଜ୍ୱର। କଳା ସାଆନ୍ତେ ଅଛ କେମନ୍ତେ, ସୁଖ ଦୁଃଖ ବାରେ କୁହ। ମୁଁ ତୁମ ବନ୍ଧୁ ବୋଲି ଦେଖିବାକୁ ଆସିଥିଲି, ଶୁଣିଲି ଆପଣଙ୍କୁ ହୋଇଛି ଜ୍ୱର। 108 ଗରା ସୁବାସିତ ଜଳେ ଗାଧୋଇ ତୁମ୍ଭକୁ ହୋଇଲା ଜ୍ୱର। ଜଗତର ନାଥ ଜଗନ୍ନାଥ ହୋଇ ଏଡ଼େ ଭୁଲ ତୁମେ କାହିଁକି କଲ? ଭକ୍ତ କହୁଛି, ଜଗତର ନାଥ ଜଗନ୍ନାଥ ହୋଇ ଏଡ଼େ ଭୁଲ ତୁମ୍ଭେ କାହିଁକି କଲ? ପ୍ରଭୁ 108 ଗରା ଜଳରେ କାହିଁକି ଗାଧେଇଲ? ଭକ୍ତ ଆଉ କ'ଣ କହୁଛି? ରତନ ବେଦୀରୁ ଓହ୍ଲାଇ ଆସି ଅଣସର ଘରେ ଯାଇ ରହିଲ। ରତନ ବେଦୀରୁ ପ୍ରଭୁ ଓହ୍ଲାଇ ଆସିଛନ୍ତି। ରତନ ବେଦୀରୁ ଓହ୍ଲାଇ ଆସି ଅଣସର ଘରେ ପ୍ରଭୁ ଯାଇ ରହିଲ। ରତନ ବେଦୀ ଆଜି କାନ୍ଦୁଅଛି, ପ୍ରଭୁଙ୍କୁ ନ ପାଇ ରତନ ବେଦୀ ଆଜି କାନ୍ଦୁଛି। ରତନ ବେଦୀରୁ ଓହ୍ଲାଇ ଆସି ଅଣସର ଘରେ ଯାଇ ରହିଲ। ରତନ ବେଦୀ ଆଜି କାନ୍ଦୁଅଛି, ଏକି ହୋଇଲା ପ୍ରଭୁଙ୍କୁ ମୋର। ଅଣସର ଘରେ ପ୍ରଭୁ ଚିକିତ୍ସିତ, ଖାଇବା ପିଇବା ପୁରା ଛାଡ଼ିଦେଲେ। ଅଣସର ଘରେ ଆଜି ପ୍ରଭୁ ଚିକିତ୍ସିତ ହେଉଛନ୍ତି। ଅଣସର ଘରେ ପ୍ରଭୁ ଚିକିତ୍ସିତ, ଖାଇବା ପିଇବା ପୁରା ଛାଡ଼ିଦେଲେ। ଏପଟେ ଭକତ ଡାକ ଛାଡ଼ଇ, ସୁସ୍ଥ ହୁଅ ପ୍ରଭୁ। ଭକତ ଏପଟେ ଝୁରି ହେଉଛି, ପ୍ରଭୁ ଶୀଘ୍ର ସୁସ୍ଥ ହୁଅନ୍ତୁ। ଶ୍ରୀମନ୍ଦିର ଆଜି ଭକତ ଶୂନ୍ୟ, ଆନନ୍ଦ ବୋଧାରେ ମାଛି ଉଡ଼ୁଛି। ଶ୍ରୀମନ୍ଦିର ଆଜି ଭକ୍ତ ଶୂନ୍ୟ ହେଇଯାଇଛି। ଭକ୍ତ କହୁଛି, ଶ୍ରୀମନ୍ଦିର ଆଜି ଭକତ ଶୂନ୍ୟ, ଆନନ୍ଦ ବୋଧାରେ ମାଛି ଉଡ଼ୁଛି। ପୁରା ଜଗତରେ ଚହଳ ପଡ଼ିଛି। କେବେ ସୁସ୍ଥ ହେବେ ମୋ କଳା ଗୋସାଇଁ? ଶ୍ରୀମନ୍ଦିର ଆଜି ଭକତ ଶୂନ୍ୟ, ଆନନ୍ଦ ବଜାରେ ମାଛି ଉଡ଼ଇ। ପୁରା ଜଗତରେ ଚହଳ ପଡ଼ିଛି, କେବେ ସୁସ୍ଥ ହେବେ ମୋ କଳା ଗୋସାଇଁ? ବାହାରେ ଚାହିଁଛି ଚାତକ ଭକ୍ତମାନେ ଚାତକ ସଦୃଶ୍ୟ ଚାହିଁ ରହିଛନ୍ତି। ବାହାରେ ଚାହିଁଛି ଚାତକ ସଦୃଶ୍ୟ, ତୁମରି ଭକତ ପାଗଳ ହୋଇ। ଏହା ଶୁଣି କଳା ସାଆନ୍ତେ କହନ୍ତି, ବ୍ୟସ୍ତ ହୁଅ ନାହିଁ, ଏ ମୋର ମାନବୀୟ ଲୀଳା ଏହି। ନବ ଯୌବନ ଦର୍ଶନ ଦେଇ ପତିତ ଜନଙ୍କୁ ଉଦ୍ଧାରିବା ପାଇଁ। ନବ ଯୌବନ ଦର୍ଶନ ଦେଇ ପତିତ ଜନକୁ ଉଦ୍ଧାରିବା ପାଇଁ। ଜଗତରୁ ଦୁଃଖ କଷ୍ଟ ଦୂର ହେଉ। ରକ୍ଷା କର ପ୍ରଭୁ କଳା ଗୋସାଇଁ। କଳା ଗୋସାଇଁଙ୍କର ଜୟ ହେଉ ମହାପ୍ରଭୁ, ଆପଣଙ୍କର ଜୟ ହେଉ।